ନୂଆ ଦିନ ନୂଆ ଜାଗା ଯାତ୍ରା ଆରମ୍ଭ ହୋଇଯାଇଥିଲା। ଆମେ ବହୁତ ବାଟ ଅତିକ୍ରମ କରିସାରିଲୁଣି। ସମୟ ହେଲାଣି ମଧ୍ୟାହ୍ନ। ପ୍ରବଳ ଭୋକ ସହିତ ଶୋଷରେ ତଣ୍ଟି ଶୁଖିଗଲାଣି। ସାଥିରେ ଆଣିଥିବା ପାଣିରୁ ଟିକେ ଟିକେ ପିଇଲୁ। ଶୋଷ ସିନା ମେଣ୍ଟିଗଲା, କିନ୍ତୁ ପେଟର ଜ୍ୱାଳା କେମିତି ଲିଭାଇବା? ଘଞ୍ଚ ଜଙ୍ଗଲ ସରି ସରି ଆସିଲାଣି। ଏକ ପଥୁରିଆ ଜାଗା ଦେଖି କ୍ଳାନ୍ତ ହୋଇ ସେଠାରେ ସମସ୍ତେ ବସି ପଡ଼ିଲୁ। ସେହି ସମୟରେ ରାଜେଶ କହିଲା, ଆଉ ଚାଲି ହେବନି, ପ୍ରବଳ ଭୋକ ଲାଗୁଛି। ଏହା ଶୁଣି ପେଚିନି କହିଲା, କ'ଣ ଗୋଟିଏ ଦିନ ନ ଖାଇଲେ ମରିଯିବ ନା କ'ଣ? ରାଗି ଯାଇ ନିଶା କହିଲା, ବୁଢ଼ୀ ତୁ ଚୁପ୍ ରହ। ତୁ କେଉଁ ପଦାର୍ଥରେ ଗଢ଼ା ଜଣା ନାହିଁ, କିନ୍ତୁ ଆମେମାନେ ମଣିଷ, ଖାଦ୍ୟ ନ ଖାଇଲେ ବଞ୍ଚିପାରିବୁ ନାହିଁ। ବୁଢ଼ୀ ଏଥର ମଧ୍ୟ ଆଉ କିଛି ନ କହି ମୁରୁକି ହସି କୁଆଡ଼େ ଚାଲିଗଲା। ରାଜେଶ କହିଲା, ଯାଉ ସେ, ମୁଁ ଆଖପାଖରେ ବୁଲି ଦେଖି ଆସୁଛି, କାଳେ କିଛି ମିଳିଯିବ। ନିଶା ଓ ରାଜେଶ ଚାଲିଗଲେ। ଖୁସି ବି ଅନ୍ୟ ଏକ ଗଛ ତଳେ ବସି ବିଶ୍ରାମ ନେଲା। ବସି ବସି ଜଙ୍ଗଲକୁ ଦେଖି ଅନେକ କଥା ଭାବୁଥିଲି ମୁଁ। ଏତେ ସୁନ୍ଦର ବନ ପାହାଡ଼ ଘେରା ପରିବେଶ, କିନ୍ତୁ ଉପଭୋଗ କରିବା ପାଇଁ କେହି ନାହାନ୍ତି। ମଣିଷ ପହଞ୍ଚି ନାହାନ୍ତି ଏ ଇଲାକାରେ। ପେଚିନିଠାରୁ ବହୁତ କିଛି ଏ ଜାଗା ବିଷୟରେ ଆଉ ଇତିହାସ ବିଷୟରେ ଜାଣିବାକୁ ଇଚ୍ଛା ଥିଲା, କିନ୍ତୁ ସେ ଏଠି ନଥିଲା। ଏହିସବୁ କଥା ଭାବୁ ଭାବୁ କେତେବେଳେ କେଜାଣି ମୁଁ ଶୋଇପଡ଼ିଛି। ରାଜେଶ ମୋତେ ନିଦରୁ ଉଠାଇ ବଡ଼ ଖୁସିରେ କହିଲା, ଭାଇ ମୁଁ ଗୋଟିଏ ଘର ଦେଖିଲି ଓ ତାହାର ମାଲିକାଣୀ ଆମକୁ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ଶୁଣି ଚମକି ପଡ଼ିଲି। ପ୍ରଥମେ ତ ମୋତେ ଏହା ମଜାକ ପରି ଲାଗିଲା, କିନ୍ତୁ ଯେତେବେଳେ ନିଶା ଆସି ମୋତେ କହିଲା, ସେତେବେଳେ ମୋର ବିଶ୍ୱାସ ହେଲା। ମୋ ମନରେ ପ୍ରଥମେ ସନ୍ଦେହ ଜାଗ୍ରତ ହେଲା ଯେ ସେ ମଧ୍ୟ ଯଦି ପେଚିନି ଭଳି ରାକ୍ଷସୀ ବାହାରିବ ତାହେଲେ। ଏହା ଭାବି ମୁଁ ରାଜେଶକୁ ପଚାରିଲି, ଆରେ ତୁ ଜାଣିଛୁ ତ ସେ କିଏ, ଆଉ ସେ ଆମକୁ କ'ଣ ପାଇଁ ଆଶ୍ରୟ ଦେବ? ରାଜେଶ କହିଲା, ଭାଇ ଗତ 2 ଘଣ୍ଟା ହେବ ଆମେ ସେଇଠାରେ ହିଁ ଥିଲୁ। ସେ ଏକ ବହୁତ ସୁନ୍ଦର ନାରୀଟିଏ, କଥାବାର୍ତ୍ତା ମଧ୍ୟ ବହୁତ ଭଲ। ଆମେ ତାଙ୍କ ସହିତ ବହୁତ ସମୟ କଥା ହେଲୁ ଏବଂ କିଛି ଖାଦ୍ୟ ମଧ୍ୟ ଖାଇଲୁ। ହଁ, ସେ ଆମକୁ ନିଜ ଘରେ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ, ଯେ ଗୋଟିଏ ସର୍ତ୍ତରେ। କେଉଁ ପ୍ରକାର ସର୍ତ୍ତ? ମୁଁ ପଚାରିଲି। ରାଜେଶ କହିଲା ଯେ ସର୍ତ୍ତ କରିଛନ୍ତି ଯେ ଯିବା ସମୟରେ ଆମ ପାଖରେ ଥିବା କିଛି ଜିନିଷ ତାଙ୍କୁ ଦେବାକୁ ପଡ଼ିବ। ଏହା ଶୁଣିବା ପରେ ମୋତେ ଟିକେ ଅଡ଼ୁଆ ଲାଗିଲା। ଯେ କେହି ବି ହେଉ, ଅନ୍ୟ ପରି ତ ଲାଗୁନି। ତେଣୁ ଆଜି ରାତିରେ ସେଠାରେ ରହିବା ପାଇଁ ନିଷ୍ପତ୍ତି ନେଲୁ। ପ୍ରଥମେ ଯାଇ ଉଠାଇଲି ଖୁସିକୁ। ଖୁସିର ହାତର ନଖ ଗୁଡ଼ିକ ସବୁଦିନଠାରୁ ଅଧିକ ବଡ଼ ହୋଇଯାଇଥିଲା। ତାକୁ ନିଦରୁ ଉଠାଇବା ସମୟରେ ସେ ମୋ ହାତକୁ ଧରି କ୍ଷତାକ୍ତ କରିଦେଲା। ସେହି କ୍ଷତକୁ ଗୁରୁତ୍ୱ ନ ଦେଇ ମୁଁ ଖୋଜି ଚାଲିଲି ପେଚିନିକୁ, କିନ୍ତୁ ସେ ମୋତେ କେଉଁଠି ବି ମିଳିଲା ନାହିଁ। ତେଣୁ ଆମେ ତାକୁ ନ କହି ସେହି ମହିଳାଙ୍କ ଘରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଲୁ। କିଛି ସମୟ ଭିତରେ ଆମେ ଏକ ସୁନ୍ଦର ଘର ସାମ୍ନାରେ ପହଞ୍ଚି ଯାଇଥିଲୁ। ସେହି ଘରଟିର କବାଟ ବାଡ଼ିବା ପରେ ସେହି ଘରୁ ଏକ ମହିଳା ଆସି କବାଟ ଖୋଲିଲେ। ମହିଳା ଜଣକ 35ରୁ 40 ବର୍ଷ ବୟସର ହୋଇଥିବେ। ଦେହରେ ଏକ ଲମ୍ବା ଚାଦର, ଗୋଡ଼ଠୁ ଦେହ ସବୁ ସେ ଚାଦରରେ ଢଙ୍କା ହୋଇଛି। 2 ହାତରେ 2ଟି ଗ୍ଲୋଭ୍ସ। କଥା ବି ତ ସତ, ରାତିବେଳା ଶୀତ ହୁଏ ଓ ଉପରବେଳା ହେଲାଣି ଶୀତ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି। ତାଙ୍କୁ ଦେଖି ନିଶା କହିଲା, ମାଉସୀ ଏମାନେ ହେଉଛନ୍ତି ମୋ ଆଉ 2 ଭାଇ ଓ ଭଉଣୀ। ଏମାନେ ଆମ ସହିତ ରହିବେ କାଲି ଉପରବେଳା ପର୍ଯ୍ୟନ୍ତ। ମହିଳାଟି ମଧ୍ୟ ବହୁତ ଖୁସି ମନରେ ଆମମାନଙ୍କୁ ଘର ଭିତରକୁ ନିମନ୍ତ୍ରଣ କରିଦେଲେ। କିଛି ଖାଦ୍ୟ ଖାଇ ଯେତେବେଳେ ମୁଁ ବାହାରକୁ ଦେଖିଲି, ସେତେବେଳେ ବାହାରେ ମୁଁ ପେଚିନିକୁ ବୁଲୁଥିବାର ଦେଖିଲି। ଭୋକରେ ଥିବ, ତେଣୁ କିଛି ତା ପାଇଁ ଖାଦ୍ୟ ଧରିଗଲି। ଖାଦ୍ୟକୁ ଯେତେବେଳେ ତା ଆଗରେ ରଖିଲି, ସେ ଲାତ ମାରି ନିଜ ସାମ୍ନାରୁ ବାହାରକୁ କରିଦେଲା ଓ କହିଲା, ମୁଁ ଏହି ଖାଦ୍ୟ ଖାଇବି ନାହିଁ। ମୁଁ ଜାଣିଥିଲି କି ତୁମେମାନେ ଏହି ମହିଳା ପାଖରେ ହିଁ ଥିବ। ବହୁତ ବଡ଼ ଭୁଲ କରିଦେଇଛ ତୁମେମାନେ। ସେ ତୁମମାନଙ୍କୁ କିଛି ମାଗିଛି ନା? ଏବେ ତୁମମାନଙ୍କୁ କିଛି ଜଣାପଡ଼ିବ ନାହିଁ, ସମୟ ଆସିଲେ ଜାଣିବ। ମୁଁ ଆଉ କିଛି ନ କହି ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ନେଇ ଚାଲି ଆସିଲି।
ମନେ ମନେ ଭାବିଲି ସେ ଆମଠାରୁ କ'ଣ ବା ନେଇପାରେ। ଖୁସି ଓ ନିଶା ପିନ୍ଧିଥିବା ଚେନ୍ ଆଉ ମୁଁ ପିନ୍ଧିଥିବା ମୁଦି ଏଗୁଡ଼ିକ ବହୁତ ମୂଲ୍ୟବାନ, କିନ୍ତୁ ଏହାର ମୂଲ୍ୟ ଜୀବନ ଆଗରେ କିଛି ନୁହେଁ। ଏମିତି ଭାବି ଭାବି ମୁଁ ଘର ଭିତରକୁ ଚାଲିଗଲି। ରାତି 9ଟା ବାଜିଲାଣି। ସବୁ ଶୋଇବା ପାଇଁ ପ୍ରସ୍ତୁତ। ଆମ ପାଇଁ ଅଲଗା କକ୍ଷ ପୂର୍ବରୁ ସଜା ହୋଇ ରହିଛି। ବିଜୁଳି ତ ନାହିଁ, କେବଳ ଡିବିରି ଓ ମହମବତୀ। ଗୋଟିଏ ଡିବିରିଟି ଲାଗିଛି ଓ ସେସବୁକୁ ଲିଭାଇ ଆମେ ଶୋଇପଡ଼ିଲୁ। ହଠାତ୍ ରାତିରେ ମୋ ନିଦ ଭାଙ୍ଗିଗଲା। ଶୌଚ ହେବା ପାଇଁ ବାହାରିଲେ। ଚୁପଚାପ ବାହାରେ ଶୌଚ କରି ଆସିଲେ, ଯେପରିକି କାହାରି ନିଦ ନ ଭାଙ୍ଗିବ। ଶୌଚ ପରେ ମୋତେ କିଛି ସମୟ ପର୍ଯ୍ୟନ୍ତ ନିଦ ଆସିଲାନି। ତେଣୁ ଭାବିଲି ଘର ଭିତରେ ଟିକେ ବୁଲି ଆସିବି। ଯିବା ସମୟରେ ସେହି ମହିଳାଙ୍କ କୋଠରୀରୁ କିଛି ଶବ୍ଦ ଆସୁଥିବାର ଶୁଣିଲେ। ତେଣୁ ଧୀରେ ଧୀରେ ସେହି କୋଠରୀ ପାଖରେ ଯାଇ ପହଞ୍ଚିଲେ। ମୁଁ ଦେଖିଲି ସେହି ମହିଳା ଜଣକ ଏକ ଝରକା ଆଡ଼େ ମୁହଁ ବୁଲାଇ କିଛି କହୁଥିଲେ। ଏତେ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ କେହି ଆସିছে, କିଛି ତ ମିଳିବ, ଯାହାଫଳରେ ମୁଁ ସମ୍ପୂର୍ଣ୍ଣ ମାନବ ଭଳି ହୋଇପାରିବି। ଏତିକି କହି ସେ ନିଜ ଦେହରୁ ଚାଦରଟିକୁ କାଢ଼ିଦେଲେ। ସେହି ମହିଳାଙ୍କ ଅସଲ ରୂପ ଦେଖି ମୋ ହୃଦୟ କମ୍ପି ଉଠିଲା। ସେହି ମହିଳାଟି କେବଳ ମୁଣ୍ଡ ଥିଲା, ଆଉ କିଛି ବି ନାହିଁ। ସେ ପୁଣି କହିଲା, ସେହି 2 ଜଣ ମୋ ସହିତ ସଉଦା କରିଛନ୍ତି, ଅର୍ଥାତ୍ ମୋତେ କାଲି କିଛି ନିଶ୍ଚିତ ମିଳିବ। ଆଉ ଯଦି ନ ମିଳେ ତାହେଲେ ମୁଁ ମୋ ଜିଭ ସାହାଯ୍ୟରେ ତାଙ୍କର ଏକ ଅଙ୍ଗ ଛିଣ୍ଡାଇ ଆଣିବି। ଏତିକି କହି ସେ ନିଜର ଲମ୍ବା ଜିଭଟେ କାଢ଼ି ବାହାରେ ବୁଲାଇଲା। ଏହି ଦୃଶ୍ୟ ଦେଖି ମୁଁ ଖୁବ୍ ଭୟଭୀତ ହୋଇଗଲି। ଯେତେ ଶୀଘ୍ର ଓ ଧୀର ଶବ୍ଦରେ ସେଠାରୁ ସମସ୍ତଙ୍କ ପାଖକୁ ଯିବାକୁ ଚେଷ୍ଟା କଲି, କିନ୍ତୁ ଯିବା ସମୟରେ ମୋ ହାତ ହଠାତ୍ ଏକ ଝରକାରେ ପିଟି ହୋଇଗଲା ଓ ଏକ ଶବ୍ଦ ହେଲା। ହାତ ବାଜିବା ପରେ ହୋଇଥିବା ଶବ୍ଦ ଯୋଗୁଁ ବୋଧହୁଏ ସେ ହୁସିଆର ହୋଇଗଲା ଓ ସେ ବାହାରକୁ ଆସିବା ପାଇଁ ପୁଣି ଥରେ ଚାଦର ଘୋଡ଼େଇ ହେବା ଆରମ୍ଭ କଲା। ମୁଁ ଯାହା କେବଳ ଶୁଣିପାରୁଥିଲି କେବଳ ତା'ର ଚାଦର ଘୋଡ଼େଇ ହେବାର ଶବ୍ଦ। ଲାଗୁଥିଲା ଯେପରିକି ମୁଁ ଆଜି ଏକ ଡାହାଣୀର ଶିକାର ହୋଇଗଲି। କିନ୍ତୁ ସେ ନିଜ କୋଠରୀରୁ ଶୀଘ୍ର ବାହାରି ପାରିଲାନି। ବୋଧହୁଏ ଏହା ମୋର ଭାଗ୍ୟ। ସେହି ଜାଗାରୁ ସିଧା ଯାଇ ସମସ୍ତଙ୍କ ପାଖରେ ଆଖିଗୁଡ଼ିକ ବନ୍ଦ କରି ଶୋଇବାର ଅଭିନୟ କଲି। କିନ୍ତୁ ତାପରେ ଶୁଭିଲା ପାଦ ଶବ୍ଦ, ଯାହା ମୋ କୋଠରୀ ପାଖକୁ ଆସୁଥିଲା। ଠିକ୍ କୋଠରୀ ପାଖକୁ ଆସିବା ପରେ ହଠାତ୍ ଶବ୍ଦ ଆସିବା ବନ୍ଦ ହୋଇଗଲା ଓ କବାଟ ଖୋଲି କେହି ଜଣେ ଭିତରକୁ ପ୍ରବେଶ କଲା। ମୁଁ ଆଖି ବନ୍ଦ କରି କେବଳ ପଡ଼ି ରହିଥାଏ। କ'ଣ ହେଲା କ'ଣ ନାହିଁ ଦେଖିବା ପାଇଁ ମୋର ସାହସ ନଥିଲା। ଠିକ୍ ସେହି ସମୟରେ କେହି ଜଣେ ମୋ ପାଖକୁ ଆସିଲା। କାହାର ଉପସ୍ଥିତି ମୁଁ ଅନୁଭବ କରିପାରୁଥିଲି। ସେ ତା'ର ମୁହଁ ମୋ ମୁହଁ ପାଖକୁ ନେଇ ଆସିଲା। ତା ନିଶ୍ୱାସର ଉଷୁମ ବାୟୁକୁ ମୁଁ ଖୁବ୍ ଭଲ ଭାବରେ ଅନୁଭବ କରିପାରୁଥିଲି। ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ଯେମିତିକି ମୁଁ ଆଜି ମରିଯିବି। କିଛି ସମୟ ପରେ ମୋ ଠାରୁ ଦୂରେଇ ଗଲା ସେ। ପୁଣି ସେହି କବାଟ ବନ୍ଦ କରି ଚାଲିଗଲା। ମୋ ଜୀବନ ପୁଣି ଫେରି ପାଇଲା ଭଳି ମୋତେ ଲାଗିଲା। ସକାଳ ପର୍ଯ୍ୟନ୍ତ ସେମିତି ଆଖି ବନ୍ଦ କରି ପଡ଼ି ରହିଥାଏ। ପରେ ସମସ୍ତେ ଉଠିଲେ। କାହାକୁ କିଛି ନ କହି ପ୍ରଥମେ ଗଲି ପେଚିନି ପାଖକୁ। ତାକୁ ଡାକୁ ଡାକୁ ପଛରୁ ଡେଇଁ ପଡ଼ିଲା ସେ। ପେଚିନି କହିଲା, ତାହେଲେ ମୋ କଥାର ଅର୍ଥ ବୁଝିପାରିଥିବ। ତାକୁ ମୋ ସହିତ ହୋଇଥିବା ସବୁ ଘଟଣା ଗୁଡ଼ିକୁ ଗୋଟି ଗୋଟି କରି ବଖାଣିଲି। ସବୁ କଥା ଶୁଣିଲା ପରେ ସେ କହିଲା, ତୁମମାନଙ୍କୁ ବିଶ୍ୱାସ ତ ହେବ ଏଥର ମୋ ଉପରେ। ତୁମେମାନେ ବହୁତ ବଡ଼ ଭୁଲ କରିଦେଇଛ। କାଲି ଯଦି ତୁ ତା ପାଖରେ ଧରା ପଡ଼ିଯାଇଥାନ୍ତ ତାହେଲେ ସେ କାହାରିକୁ ବି ଜୀବିତ ଛାଡ଼ି ନଥାନ୍ତା। ଏସବୁ କଥାକୁ ଅଧିକ ଗୁରୁତ୍ୱ ନ ଦେଇ ପେଚିନିକୁ ଏହାର ପ୍ରତିକାର ବିଷୟରେ ପଚାରିଲେ। ସେ କହିଲା, ଏବେ ତୁମମାନଙ୍କୁ ନିଜ ଶରୀରର କୌଣସି ଏକ ଅଙ୍ଗ ତାକୁ ଦେବାକୁ ପଡ଼ିବ। ଆଉ ଯଦି ନ ଦିଅ ସେ ନିଜ ଜିଭରେ ତୁମର କୌଣସି ବି ଅଙ୍ଗକୁ ଛିଡ଼ାଇ ନେବ। ଯଦି ତୁମେମାନେ ତା ଘରୁ ଚୁପଚାପ ବାହାରି ବି ଯାଅ ତାହେଲେ ସେ ତୁମମାନଙ୍କୁ ଖୋଜିଦେବ, କାରଣ ତା ଘରେ ତୁମର ବାସ୍ନା ଥିବ। ଏବେ ଆଉ କିଛି ହୋଇପାରିବ ନାହିଁ। ତୁମେମାନେ ମୂର୍ଖ, ଯିଏକି ବହୁତ ବର୍ଷ ପରେ ତାହାର ଶିକାର ହେବାକୁ ଯାଉଛ। ମୁଁ ପୁଣି ଥରେ କହିଲି ଯେ ଆମଠାରୁ ବହୁତ ବଡ଼ ଭୁଲ ହୋଇଯାଇଛି। ସେ ଦୟାକରି ଏଥିରେ ଆମର କିଛି ସାହାଯ୍ୟ କରୁ। କିନ୍ତୁ ଉତ୍ତରରେ ସେ କହିଲା, ଏହାର କିଛି ପ୍ରତିକାର ନାହିଁ। ତୁମେମାନେ ବହୁତ ଖରାପ ଭାବରେ ବାନ୍ଧି ହୋଇଯାଇଛ।
ଏବେ କେବଳ ଏହା ଭାବ କି କିଏ କ'ଣ ତାକୁ ଦାନ କରିବ। ପେଚିନି ଏତିକି କହି ଚାଲି ଯାଉଥିଲା। ମୁଁ ତାକୁ ଅଟକାଇକି କହିଲି, ତା ବିଷୟରେ ଆଉ କ'ଣ ଜାଣିଛୁ ତ କହିଦେ। ପେଚିନି ତଳକୁ ଓହ୍ଲାଇଲା। ଏହାର କିଛି ଲାଭ ନାହିଁ, ତଥାପି ତୁ ପଚାରୁଛୁ ଯଦି ମୁଁ କହିଦେଉଛି। ତାର ନାଁ ହେଉଛି କେତେୟା। ସେ ମହିଳା ମଧ୍ୟ ଏକ ଡାହାଣୀ। ବହୁତ ବର୍ଷରୁ ଏଠାରେ ରହିଆସିଛି ଓ ଏପର୍ଯ୍ୟନ୍ତ ନିଜ ପ୍ରଥମ ଶିକାର ଖୋଜୁଥିଲା। ସେ ଥିଲା କଳା ଯାଦୁରେ ନିପୁଣ। କଳା ଯାଦୁ ଦ୍ୱାରା ସେ ନିଜର ଆୟୁ ବଢ଼ାଇବାକୁ ଚାହୁଁଥିଲା। ତା ପାଇଁ ଦରକାର ଥିଲା ଏକ ଝିଅର ରକ୍ତ, ଯିଏକି ମକର ସଂକ୍ରାନ୍ତି ଦିନ ଜନ୍ମ ହୋଇଥିବ ଆଉ ଠିକ୍ ସମୟ 12ଟାରେ ବଳି ଦେବା ପାଇଁ ପଡ଼ିବ ତାକୁ ଶୈତାନକୁ। ରାଜ୍ୟର ସମସ୍ତ ଆଡ଼େ ଖୋଜିବା ପରେ ସେ ରାଜ୍ୟର ରାଜକୁମାରୀକୁ ସେ ପାଇଥିଲା, ଯାହାକି ତା ବଳି ପାଇଁ ଉପଯୁକ୍ତ ଥିଲା। ଶେଷରେ ଗୋଟିଏ ଦିନ ରାଜକୁମାରୀ ଖେଳୁଥିବା ସମୟରେ ସେ ତାଙ୍କୁ ଅପହରଣ କରିନେଲା ଓ ତାର ବେକ କାଟି ସେହି ରକ୍ତରେ କଳା ଯାଦୁ କରି ତାକୁ ପାନ କଲା। ରାଜା ପ୍ରଥମେ ନିଜ ଝିଅକୁ ନ ପାଇ ବହୁତ ଦୁଃଖରେ ଜୀବନ କାଟୁଥିଲେ। ଅନେକ ଖୋଜ ପୁରସ୍କାର ରାଶି ସହିତ ଅନେକ ସୈନ୍ୟ ଖୋଜିବା ପରେ ମଧ୍ୟ ରାଜକୁମାରୀକୁ ପାଇନଥିଲେ। ଦିନେ ସେ ଏକ ତାନ୍ତ୍ରିକକୁ ଦରବାରକୁ ଡକାଇଲେ ଓ ତାଙ୍କ କନ୍ୟାର ରହସ୍ୟ ଉନ୍ମୋଚନ କରିବା ପାଇଁ କହିଲେ। ତାନ୍ତ୍ରିକ ପ୍ରଥମେ ରାଜକୁମାରୀ ବ୍ୟବହାର କରୁଥିବା ଏକ ବସ୍ତ୍ର ମାଗିଲା ଓ ନିଜ ମାୟା ଦର୍ପଣ ଉପରେ ରଖି କହିଲା, ହେ ମାୟା ଦର୍ପଣ, ଏହା ଯାହାର ବସ୍ତ୍ର ତା ବିଷୟରେ ଆମ ମନରେ ଥିବା ସବୁ ଦ୍ୱନ୍ଦ୍ୱର ଉତ୍ତର ଦେ। ତାନ୍ତ୍ରିକ ଯାହା ଦେଖିଲା, ପ୍ରଥମେ ସେ କହିବା ପାଇଁ କୁଣ୍ଠାବୋଧ କଲା, କିନ୍ତୁ ରାଜାଙ୍କ ଆଦେଶ କ୍ରମେ ସେ କହିଲା, ମଣିମା, କୁମାରୀ ଆଉ ନାହାନ୍ତି, କିନ୍ତୁ କିଏ ଆଉ କେଉଁଠି ହତ୍ୟା କରିଛି ତାହା ବିଷୟରେ ମଧ୍ୟ ଜଣାଅଛି। ଏହା ଜାଣିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଗଲା। ରାଜା ମଧ୍ୟ ପ୍ରତିଶୋଧର ଅଗ୍ନିରେ ଜଳୁଥିଲେ। ଫଳରେ ରାଜା ସେହି ତାନ୍ତ୍ରିକ ସହିତ ଯାଇ ପ୍ରଥମେ ସେହି ଡାହାଣୀକୁ ଖୋଜିଲେ ଓ ମିଳିବା ପରେ ରାଜା କିଛି ନ ପଚାରି ସିଧା ନିଜ ଖଣ୍ଡାରେ ଡାହାଣୀର ମୁଣ୍ଡରୁ ଦେହକୁ ଅଲଗା କରିଦେଲେ ଓ ମୁଣ୍ଡକୁ ଛାଡ଼ି ଦେହକୁ ନେଇ ନିଜ ଦରବାରରେ ଟଙ୍ଗାଇ ଦେଲେ ଓ ତାକୁ ଧୀରେ ଧୀରେ ନଷ୍ଟ ହେବା ଯାଏଁ ସେମିତି ରଖିଲେ। ରାଜାଙ୍କ ରାଗ ତ ଶାନ୍ତ ହୋଇଗଲା, କିନ୍ତୁ ରାଜା ତାର ମୁଣ୍ଡକୁ ସେଠି ଛାଡ଼ି ଚାଲି ଯାଇଥିଲେ। ସେହି ମୁଣ୍ଡ ଜୀବିତ ହୋଇ ଆଜି ଏହି ଜଙ୍ଗଲରେ ରହୁଛି ଓ ଅନେକ ଥର ଚେଷ୍ଟା କରୁଛି ପୂର୍ବ ଭଳି ହେବା ପାଇଁ, କିନ୍ତୁ ଅସଫଳ ହେଉଛି। ଆଉ ତା ଯୋଗୁଁ ହିଁ ଆଜି ଖରଦା ଏଠାରେ। ସେ ଅନେକ ଥର ବିଫଳ ହେବା ପରେ କେବଳ ପ୍ରତୀକ୍ଷା କରି ବସିଥିଲା, ଆଉ ଆଜି ତୁମେମାନେ ତା ପ୍ରତୀକ୍ଷାର ଅନ୍ତ କରିଛ। କଥା ସରିବା ପରେ ପେଚିନି ଉପରକୁ ଚଢ଼ିଗଲା। ମୁଁ ଭାରି ମନ ନେଇ ସମସ୍ତଙ୍କ ପାଖକୁ ଚାଲିଗଲି। ମୁଁ ସେହି ଘରେ ପହଞ୍ଚିଲା ବେଳକୁ ସମସ୍ତେ ଖାଇ ବସିଛନ୍ତି। ମୁଁ କେତେୟା କେଉଁଠି ଅଛି ଦେଖିବାକୁ ଚେଷ୍ଟା କଲି। ଠିକ୍ ସେହି ସମୟରେ ମୁଁ ପଛପଟୁ କେହି ଜଣେ ମୋ କାନ୍ଧ ଉପରେ ହାତ ପକାଇଲା। ପଛକୁ ଦେଖିଲା ବେଳକୁ କେତେୟା। ତାକୁ ଦେଖି ମୋ ଆଖି ବନ୍ଦ ହୋଇଗଲା। ସେ ମୋତେ ଚାହିଁ କହିଲା, କାହାକୁ ଖୋଜୁଥିଲ? ମୁଁ ଧୀରେ କହିଲି, ନାଇଁ, କାହାରିକୁ ନାହିଁ। ସେ ମୋତେ ଦେଖି ପୁଣି କହିଲା, ଖାଇବ ଯାଅ, କିନ୍ତୁ ସତ କେବେ ଲୁଚି ରହେ ନାହିଁ। ମୁଁ ତା କଥା ଶୁଣି କିଛି ନ କହି ଚାଲିଗଲି। ମୋ ଖାଦ୍ୟ ପୂର୍ବରୁ ଖାଇବା ଘରେ ଥୁଆ ହୋଇଥିଲା। ଖୁସିକୁ ଛାଡ଼ି ସମସ୍ତେ ଖାଇସାରିଥିଲେ। କେବଳ ଖୁସିକୁ କ'ଣ ମୁଁ ଏକଥା କହିପାରିବି, ଯଦି ଆମେ ଏଠାରୁ ଚାଲି ବି ଯାଉ ତାହେଲେ ତାଠାରୁ ବଞ୍ଚିପାରିବୁ ନାହିଁ। ଖୁସିକୁ କହିବି କି ନାହିଁ ଏମିତି ଭାବୁ ଭାବୁ କହିବା ପାଇଁ ମୁହଁ ଖୋଲୁଥିଲେ। ଠିକ୍ ସେହି ସମୟରେ କେତେୟା ସେଠାକୁ ଚାଲି ଆସି ପଚାରିଲା, ଆଉ କ'ଣ ଦରକାର କି? ତାକୁ ଦେଖି ମୁଁ ଖାଦ୍ୟ ଅଧା ଛାଡ଼ି ଭୟରେ ଚାଲି ଆସିଲି। ଅପରାହ୍ନ ହେଲାଣି। ଯିବା ସମୟ। ପାଦ ଚିପି ଚିପି ଧୀରେ ଧୀରେ ଆଗକୁ ବଢ଼ୁଛି। ସମସ୍ତେ ବାହାରି ଗଲେଣି। ମୁଁ କେତେୟା ସାମ୍ନାରେ ପହଞ୍ଚିଲି। ସେ ମୋତେ ଦେଖି କହିଲା, କ'ଣ ତୁମେ କିଛି ଦେବନି କି? ତୁମକୁ ତ ମୁଁ କାଲି ରାତିରେ ହିଁ ଦେଖି ନେଇଥିଲି, କିନ୍ତୁ ଭାବିଲି କାଳେ ତୁମେ ସମସ୍ତଙ୍କୁ କହିଦେବ, ତେଣୁ ମୁଁ କିଛି କରିଲି ନାହିଁ। ଏତିକି କହି ସେ କବାଟଟି ବନ୍ଦ କରିଦେଲା ଓ ନିଜ ଦେହରୁ ଚାଦର କାଢ଼ିଦେଲା। କେତେୟା ନିଜ ଦେହରୁ ଚାଦର କାଢ଼ି ମୋତେ ପଚାରିଲା, କ'ଣ ଏହା ହିଁ ଦେଖିଥିଲ? ଏବେ ଯଦି ତୁମେ ସବୁ ଜାଣିଯାଇଛ ତାହେଲେ ଏବେ ତୁମ ଦେହର କିଛି ଅଂଶ ମୋର, ଆଉ ଯଦି ତୁମେ ଦେବ ନାହିଁ ତାହେଲେ ମୁଁ କିଛି ବି ମଧ୍ୟ ତୁମ ଦେହରୁ ଛିଣ୍ଡାଇ ଆଣିବି।
ସେ ଏତିକି କହି ତା ଲମ୍ବା ଜିଭ ମୋ ପାଖକୁ ଆଣି ମୋ ପାଖରେ ବୁଲେଇବାକୁ ଲାଗିଲା। ସେହି ସମୟରେ ଭୟଭୀତ ହୋଇ ଦୌଡ଼ି ଯାଇ ପିଟି ହେଲି ଏକ କାନ୍ଥରେ। ଫଳରେ ମୋ ଗୋଡ଼ର ନଖ ଭାଙ୍ଗି ଯାଇ ରକ୍ତ ବାହାରିଲା। ଆଉ କିଛି ନ ଭାବି କହିଲେ, ଦିଅ କିଛି ଧାରୁଆ ଅସ୍ତ୍ର ଦିଅ। ସେ ଏକ ଭୟାନକ ହସ ସହିତ କହିଲା, ଦେଖ ସେହି ମୋ କୋଠରୀ ଭିତରେ ରଖାଯାଇଛି। କୋଠରୀ ଭିତରକୁ ଯାଇ ଆଣିବା ସମୟରେ ମୋ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା ଚାଲିଥାଏ, କେମିତି ବିପଦରୁ ବାହାରି ପାରିଥାନ୍ତେ। ଏହା ଭାବି ଭାବି ଧୀରେ ଧୀରେ ଗୋଡ଼ ବଢ଼ାଉଥାଏ। ହଠାତ୍ ମୋ ଗୋଡ଼ରେ ହୋଇଥିବା କ୍ଷତ ଉପରେ ମୋ ନଜର ପଡ଼ିଲା ଓ ମୋ ମୁଣ୍ଡରେ କିଛି ଗୋଟିଏ ବୁଦ୍ଧି ଜୁଟିଲା। ମୁଁ ଯାଇ କେତେଆକୁ କହିଲେ, ଠିକ୍ ଅଛି, ମୁଁ ତାହେଲେ ନିଷ୍ପତ୍ତି ନେଇସାରିଛି। ଖୁସି ତୁମକୁ ତା'ର ଦେହର କିଛି ଅଂଶ ଦେବ। ଏହା କହି ମୁଁ ସିଧା ବାହାରକୁ ଯାଇ ଖୁସିର ହାତ ଧରି ଭିତରକୁ ନେଇ ଆସିଲି। ଖୁସି କେତେଆର ଅସଲ ରୂପ ଦେଖି ଭାରି ଡରି ଯାଇ ମୋ ପଛକୁ ଆସି ଲୁଚିଗଲା। ମୁଁ ଖୁସିକୁ କହିଲି, ଖୁସି ତୋ ହାତ ଦେଖା। ଖୁସି ପଚାରିଲା, କ'ଣ ହେଲା ଭାଇ? ମୁଁ କହିଲି, ତୁ ପ୍ରଥମେ ହାତ ଦେଖା। କେତେଆ ଏହା ଦେଖି ବହୁତ ଖୁସି ହୋଇଗଲା। ମୋ ହାତରେ ଛୁରୀ ଦେଖି ଖୁସି ନିଜର ଦୁଇଟି ଆଖି ବନ୍ଦ କରି ତା'ର ହାତ ଦୁଇଟିକୁ ଧୀରେ ଧୀରେ ଉପରକୁ ଟେକିଲା। ମୁଁ ତା'ର ଦୁଇ ହାତକୁ ଧରି ସେହି ଧାରୁଆ ଛୁରୀରେ ତା'ର ନଖ ଗୁଡ଼ିକ ଗୋଟି ଗୋଟି କରି କାଟି ପକାଇଲି। କାରଣ ଯେତେବେଳେ ମୁଁ ମୋ ଭାଙ୍ଗି ଯାଇଥିବା ନଖକୁ ଦେଖିଲି, ସେତେବେଳେ ମୋତେ ଖୁସିର ଲମ୍ବା ନଖ କଥା ମନେ ପଡ଼ିଗଲା। ସେହି ନଖ ଗୁଡ଼ିକୁ ନେଇ କେତେଆକୁ ଦେଇ କହିଲି, ଇଏ ନିଅ, ଏହା ତୁମ ଜିନିଷ, ତୁମର ଦରକାର ଥିଲା ନା। କେତେଆ ରାଗ ତମତମ ହୋଇ ନିଜ ଜିଭକୁ ବାହାର କରି କହିଲା, ଏଇଟା କ'ଣ ଖାଲି 10ଟି ନଖ? ମୂର୍ଖ ଭାବିଲ ମୋତେ? ମୁଁ କହିଲି, ଦେଖ କେତେଆ, ତୁମେ ଆମମାନଙ୍କ ସହିତ ସର୍ତ୍ତ କରିଥିଲ ଯେ ତୁମକୁ କିଛି ଅଂଶ ଦରକାର। ତୁମେ ତ କିଛି ଅଙ୍ଗ ମାଗିନଥିଲ। ନଖ ଦେହର କ'ଣ ଅଂଶ ନୁହେଁ? କେତେଆ ରାଗ ସହି ନ ପାରି କହିଲା, ମୁଁ ତୁମକୁ ଛାଡ଼ିବି ନାହିଁ। ଆଜି ସିନା ତୁମେ ସର୍ତ୍ତରେ ଜିତିଗଲ, କିନ୍ତୁ ଛାଡ଼ିବି ନାହିଁ। ବହୁତ ବଡ଼ ଠକାମି କରିଛ ମୋ ସହିତ। ଏତିକି କହି କେତେଆ ସେ ଜାଗାରୁ ଧୀରେ ଧୀରେ ଅନ୍ତର୍ଦ୍ଧାନ ହୋଇଗଲା ଓ ସେହି ସୁନ୍ଦର ଘରଟା ଦେଖିବାକୁ ଏକ ଭଙ୍ଗା କୁଡ଼ିଆ ପାଲଟିଗଲା। ଆମେ ବହୁତ ଭୟଭୀତ ହୋଇ ସେଠାରୁ ବାହାରି ଆସିଲୁ। ଆସିଲା ପରେ ବି ଚାରିଆଡ଼କୁ ମୁଁ ନଜର ବୁଲାଉଥାଏ, କାଳେ କେତେବେଳେ ସେ କେଉଁଠୁ ଚାଲି ଆସିବ। ଆମେ ସିଧା ପ୍ରଥମେ ଧାଇଁଲୁ ନିଶା ଓ ରାଜେଶ ପାଖକୁ। ଗଲାବେଳକୁ ସେଠାରେ ପେଚିନି ମଧ୍ୟ ଉପସ୍ଥିତ ଥିଲା। ସେ ଆମକୁ ପ୍ରଶ୍ନ କଲା, ତାହେଲେ କ'ଣ ଦେଇ ଆସିଲ? ଧଇଁ ସଇଁ ବନ୍ଦ ହେବା ପରେ ଗୋଟି ଗୋଟି କରି ଘଟଣା ଆମେ ଦୁହେଁ ବର୍ଣ୍ଣନା କଲୁ। ପେଚିନି କହିଲା, ଭଲ, ତାହେଲେ ତୁମେମାନେ ଏତେ ବି ମୂର୍ଖ ନୁହଁ। ଖୁସି ପେଚିନିକୁ ପ୍ରଥମ ଥର ପାଇଁ ଭଦ୍ରତା ସହିତ ପଚାରିଲା, ପେଚିନି, କ'ଣ ସେ ପୁଣି ଫେରିବ କି? ପେଚିନି କହିଲା, ନା, କେବେ ନୁହେଁ। କାରଣ କଳା ଯାଦୁରେ ଏହା ଏକ ନିୟମ ଯେ ଯାହା ଦୁହିଁଙ୍କ ଭିତରେ ସଉଦା ହୋଇଥାଏ ତାହାକୁ କେବେ ମଧ୍ୟ ଭାଙ୍ଗି ହେବ ନାହିଁ। ତୁମମାନଙ୍କ ସଉଦା ପୁରା ହୋଇଛି, ତେଣୁ ଯଦି ବି ସେ ତୁମକୁ ମାରି କିଛି ଅଙ୍ଗ ନେଇଯାଏ, ତାହେଲେ ସେହି ଅଙ୍ଗର ମୂଲ୍ୟ ରହିବ ନାହିଁ, ତାହା ଅଚଳ ହୋଇଯିବ। ସେତେବେଳକୁ ଖରାବେଳ ହୋଇଯାଇଥାଏ। ଏଥର ସବୁ ବିପଦ ଟଳି ଯାଇଥାଏ। ତେଣୁ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତି କଲୁ। କିନ୍ତୁ ଏଥର ଆମ ସାମ୍ନା ସବୁଠୁ ବଡ଼ ଦାନବ ସହିତ ହେବାକୁ ଯାଉଥିଲା। ତେଣୁ ବାହାରିବା ପୂର୍ବରୁ ଆମେ ପ୍ରଥମେ ପେଚିନି ଠାରୁ ସବୁକିଛି ତଥ୍ୟ ବିଷୟରେ ଜାଣିବାକୁ ଚାହିଁଲୁ। ପେଚିନି ମଧ୍ୟ କହିଲା, ଏଥର ବୋଧେ ତୁମେମାନେ ମୋତେ ବିଶ୍ୱାସ କଲ। ହଉ ତାହେଲେ ଖରଦା ବିଷୟରେ ଜାଣିବ ତ? ତାହେଲେ ମନ ଦେଇ ଶୁଣ।